ସାବତ ମା। ମହେନ୍ଦ୍ର ବର୍ମା ଜଣେ ବିଶିଷ୍ଟ ନାଟ୍ୟକାର ରୂପେ ବେଶ୍ ଖ୍ୟାତି ଲାଭ କରିଥାନ୍ତି। ତାଙ୍କର ଅସାମାନ୍ୟ ପ୍ରତିଭା ଯୋଗୁଁ ସେ ଦିନେ ରାଜସଭାରେ ଅଭିନନ୍ଦିତ ହେଲେ। ଯେଉଁ ନାଟକ ଯୋଗୁଁ ସେ ଏହି ସମ୍ମାନ ପାଇଲେ, ସେ ନାଟକର ବିଷୟବସ୍ତୁ ଅତ୍ୟନ୍ତ ବିଷାଦମୟ। ଜଣେ ଭଲ ପିଲା କିପରି ତା ବିମାତାର ବିଷଦୃଷ୍ଟିରେ ପଡ଼ି ସବୁ କ୍ଷେତ୍ରରେ ଅପମାନ ଓ ପରାଭବ ପାଇଛି। କିନ୍ତୁ ମହେନ୍ଦ୍ର ବର୍ମା ନିଜେ ଶିଶୁକାଳରେ ନିଜ ଜନନୀଙ୍କୁ ହରାଇ ବିମାତାଙ୍କ ଦ୍ୱାରା ପ୍ରତିପାଳିତ ହୋଇଥିଲେ। ସେ ଦିନେ ଅଭିନନ୍ଦନ ଉତ୍ସବରେ ସେ ତାଙ୍କ ଘରକୁ ଫେରିଆସି ତାଙ୍କ ବିମାତାଙ୍କୁ ଜୁହାର କରନ୍ତେ ବିମାତା ତାଙ୍କୁ ପଚାରିଲେ, ପୁଅ, ତୋ ନାଟକରେ କୁଆଡ଼େ ବିମାତା ଯୋଗୁଁ ଜଣେ ପୁଅ ଯେ କେତେ ଦୁର୍ଦ୍ଦଶା ଭୋଗେ ତାହା ହିଁ ବିଚିତ୍ର ହୋଇଛି। ତୁ ଏପରି କଥା ଲେଖିବା ଫଳରେ ଲୋକେ ମୋତେ ଆଉ ଭୁଲ ବୁଝିବେ ନାହିଁ ତ? ତାଙ୍କ କଥା ଶୁଣି ମହେନ୍ଦ୍ର ବର୍ମା କହିଲେ, ସଙ୍ଗେ ସଙ୍ଗେ ମୋ ସାଫଲ୍ୟ ଓ ସୌଭାଗ୍ୟ ଦେଖି ଲୋକେ ଏକଥା ବି ବୁଝିବେ ଯେ ସବୁ ବିମାତା ଏକ ପ୍ରକାର ନୁହନ୍ତି। ବିମାତାଙ୍କ ଭିତରେ ମହୀୟସୀ ମାତା ବି ଅଛନ୍ତି, ଯେଉଁମାନଙ୍କ ଆଶୀର୍ବାଦରେ ପୁଅ ଏପରି ଯଶସ୍ୱୀ ମଧ୍ୟ ହୋଇପାରେ। ଏହାପରେ ବିମାତା ମହେନ୍ଦ୍ର ବର୍ମାଙ୍କୁ ଅନେକ ଆଶୀର୍ବାଦ କଲେ।